ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣ ମାନେ ସୋମବାରର ମହା ଅଧ୍ୟାୟରେ ଦେଖିବାକୁ ପାଇବେ ଚିକି ଆଇନା ସାମ୍ନାରେ ଛିଡ଼ା ହେଇକି କହୁଛନ୍ତି, ମୋ ଭାଗ୍ୟରେ କ'ଣ ସତରେ ରାମଙ୍କ ନାଁ ଲେଖା ହେଇଛି? ସେଇ ଟାଇମ୍ରେ ଚିକିଙ୍କ ରୁମ୍କୁ ଲିସା ଆସୁଛନ୍ତି ଓଢ଼ଣା ଦେଇକି ଆଉ କହୁଛନ୍ତି, ଲୋକେ କୁହନ୍ତି ଲୋକଙ୍କର ଭାଗ୍ୟ ତା ବାହାଘର ପରେ ତା ସ୍ୱାମୀର ଭାଗ୍ୟ ସହିତ ବଦଳିଯାଏ। ଆଉ ଠିକ୍ ସେମିତି ତମର ବି ସେଇ ଭାଗ୍ୟ। ତମ ଭାଗ୍ୟ ବି ବଦଳିଯିବ ଏ ବାହାଘର ଯୋଡ଼ା ସହିତ। ଆଉ ସେଇଥିପାଇଁ ମୁଁ ତମକୁ କହିଲି ତମ ଭାଗ୍ୟ ମୁଁ ନେଇକି ଆସିଛି। ସେଇ ଟାଇମ୍ରେ ଚିକିକୁ ଲିସା ବାହାଘର ଯୋଡ଼ ଦେଇକି ସେଇ ଟାଇମ୍ରେ ଯେତେବେଳେ ଯିବାକୁ ଲାଗୁଛନ୍ତି, ଲିସା ଏପଟକୁ ବୁଲିକି କହୁଛନ୍ତି, ଏଇ ଇଞ୍ଜେକ୍ସନ୍ ସହିତ ତୋର ହିଁ ଏଇ ଭାଗ୍ୟ ବଦଳେଇବ ଚିକି। ଦେଖ କେମିତି ଦେଖିବୁ, ମୁଁ ଯାହା କହିବି ତୁ ସେଇଆ କରିବୁ। ତୁ ଏବେ ଦେଖ। ଏମିତି କହିକି ଲିସା ଯୋଉ ଟାଇମ୍ରେ ଚିକିଙ୍କ ଦେହରେ ଇଞ୍ଜେକ୍ସନ୍ ଭୁଷିବାକୁ ଯାଉଛନ୍ତି, ସେଇ ଟାଇମ୍ରେ ଚିକି ରୁହି ବୋଲି କହୁଛନ୍ତି। ଆଉ ଲିସା ବି ଇଞ୍ଜେକ୍ସନ୍ ଦେଇ ଦେଉଛନ୍ତି ଚିକିଙ୍କ ବେକ କତିରେ। ଆଉ ଚିକି ବେହୋସ୍ ହେଇଯିବାକୁ ଲାଗୁଛନ୍ତି। ହଁ ଦର୍ଶକ ବନ୍ଧୁ, ତୋ ପାଇଁ ସିରିଏଲରେ ଆପଣମାନେ ଏମିତି କିଛି ଆଜିର ଅଧ୍ୟାୟରେ ଦେଖିବାକୁ ପାଇବେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ଚିକିଙ୍କର ବାହାଘର ହେବା ପୂର୍ବରୁ ଲିସା କ'ଣ ତାଙ୍କ ଜୀବନ ନେଇଯିବେ? କ'ଣ ଲିସାଙ୍କ ପ୍ଲାନ୍ ସକ୍ସେସ୍ ହେଇଯିବ କି? କ'ଣ ସତରେ ସେ ରାମଙ୍କ ପାଖରୁ ଚିକିକୁ ସବୁଦିନ ପାଇଁ ଦୂରେଇ ଦେବେ? କ'ଣ ହେବ ସିରିଏଲରେ ଆଗକୁ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ଆଉ ତା ପୂର୍ବରୁ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଆଉ ଆପଣମାନଙ୍କୁ ରାମ ଆଉ ଚିକିଙ୍କ ଯୋଡ଼ି କେମିତି ଲାଗୁଛି? ଆଉ ରଞ୍ଜନ ଆଉ ଲିସା ମିଶିକି କ'ଣ ରାମଙ୍କ ପାଖରୁ ଚିକିକୁ ଅଲଗା କରିଦେବେ? ଆଉ କ'ଣ ଚିକିଙ୍କ ପାଖରୁ ରାମକୁ ବି ଅଲଗା କରିଦେବେ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ଆଉ ଜେଜେବାପା ଆଉ ରିଦ୍ଧି କ'ଣ ଦୁଇଜଣ ଚିକିଙ୍କର ସ୍ମରଣ ଶକ୍ତି ଫେରାଇ ଆଣିବାରେ ରାମକୁ ସାହାଯ୍ୟ କରିପାରିବେ? ଆମକୁ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ।